ନମସ୍କାର ଦର୍ଶକ ବନ୍ଧୁ, ଆଜି ତୋରି ପାଇଁ ଆପଣମାନେ ଆଜି ଦେଖିବେ ଚିକିକୁ ମାରିବାକୁ ଗଲାବେଳେ କାମିନୀ ରାମକୁ ଆଘାତ ଲାଗିଥାଏ। ହଁ ଦର୍ଶକ ବନ୍ଧୁ, ଏଥିରେ ରାମକୁ ଫାଇଦା ମିଳିଛି କି ସେ ତାଙ୍କ ଦୁର୍ଗା ମାନେ ଚିକିକୁ ପାଖରେ ପାଇବା ପାଇଁ ହିଁ ସେ ଫାଇଦା ପାଇଛନ୍ତି। କାମିନୀ ଆଘାତରେ ରାମ କଷ୍ଟ ପାଉଥିବା ସମୟରେ ଚିକି ଆସି ଦେଖିଦିଅନ୍ତି ଏବଂ ରାମକୁ ଏ କଷ୍ଟ ଦେଖି ଚିକିକୁ ମଧ୍ୟ କଷ୍ଟ ଲାଗିଥାଏ। ଆଉ ଚିକି କହିବେ କି କ'ଣ ଦରକାର ଥିଲା ଏମିତି ହିରୋଗିରି ଦେଖେଇବା? କ'ଣ ଦରକାର ଥିଲା? ହିରୋଗିରି ଦେଖେଇବା ଚକ୍କରରେ ଦେଖ ଏବେ କ'ଣ ହେଲା ଆପଣଙ୍କର। ଏତେ ବହୁତ ସାରା ରାମକୁ କୁହନ୍ତି ଆଉ ରାମ ମନେ ମନେ ବହୁତ ଖୁସି ହୋଇଯାଆନ୍ତି। ତାପରେ ଚିକି ସେଠୁ ଚାଲି ଯାଇକି ଆଇସ୍ ପ୍ୟାଡ୍ ନେଇ ଆସନ୍ତି ଆଉ ରାମକୁ କହିବେ କି ଚାଲ ଚୁପଚାପ ବସ ପରା କହିଲି। ତାପରେ ଚିକି କ'ଣ କରନ୍ତି, ରାମଙ୍କର ହାତକୁ ଧରିକି ଟାଣିକି ରାମକୁ ବସେଇ ଦିଅନ୍ତି ଏବଂ ରାମ ମନେ ମନେ ବହୁତ ଖୁସି ହୁଅନ୍ତି। ତାପରେ ରାମକୁ ଲାଗିଥିବା ଆଘାତ ଜାଗାରେ ଚିକି କ'ଣ କରନ୍ତି, ଆଇସ୍ ପ୍ୟାଡ୍ ଲଗାନ୍ତି ଏବଂ ରାମ ତାଙ୍କ ଚିକିକୁ ପାଇ ମନେ ମନେ ବହୁତ ଖୁସି ହୁଅନ୍ତି। ତାପରେ ରାମ କହିବେ କି ତାଙ୍କ ଚିକୁକୁ ଏତେ ପାଖରେ ପାଇ ସେ ଧନ୍ୟବାଦ କହନ୍ତି କି ତାଙ୍କ ଜେଜେମା ଯାହା ହଉ ଆପଣ ମୋତେ ଏତେ କଷ୍ଟ ଦେଇଥିବାରୁ ଆଜି ମୋ ଚିକିକୁ ମୁଁ ପାଖରେ ପାଇଛି। ତାପରେ ରାମ କହିବେ କି ମୋତେ କଷ୍ଟରେ ଦେଖିଲେ ତମକୁ ବି କଷ୍ଟ ହେଉଛି ନା, ଠିକ୍ ଏମିତି ମୋ ଚିକିକୁ ବି ହୁଏ। ତାପରେ ଚିକି କହିବେ କି ହଉଥିବ, କାହିଁକି ନା ସିଏ ତମ ସ୍ତ୍ରୀ ଥିଲେ ଆଉ ଏଠି ସେମିତି କିଛି କଥା ନାହିଁ। ବାସ୍ ତମେ ମୋତେ ହେଲ୍ପ କଲ, ଏତେ କଷ୍ଟ ପାଇଲ, ସେଥିପାଇଁ ମୁଁ ଆପଣଙ୍କୁ ହେଲ୍ପ କରୁଛି, ବାସ୍ ଆଉ କିଛି ନାହିଁ ଏମିତି ଭାବି। ତାପରେ ରାମ କହିବେ କି ତମେ ମାନ କି ନ ମାନ ଚିକି, କିନ୍ତୁ ତମେ ହେଉଛ ମୋ ଚିକି ଆଉ ଏକଥା ତମେ ନିଶ୍ଚୟ ମାନିବ। ଆଉ ଠିକ୍ ସେତିକିବେଳେ ରାମ ଚିକି ମନେ ମନେ ଏମିତି ଭାବିଲା ବେଳେ ଠିକ୍ ସେତିକିବେଳେ ରୁହି ଆସି ପହଞ୍ଚିଯାଏ। ରୁହି କହିବେ କି ରାମ ଏସବୁ। ତାପରେ ରାମ କହିବେ କି ଦୁର୍ଗା ମୋ ହାଲଚାଲ ବୁଝୁଛନ୍ତି, ବାସ୍ ଆଉ କ'ଣ ଏତିକି ତ। ଏତିକି କଲା ସେ ରୁହି ରାଗିଯାଏ। ସୋ ଫ୍ରେଣ୍ଡସ୍, ଆଗକୁ କ'ଣ ଆସିବ ନୂଆ ଟ୍ୱିଷ୍ଟ ଜାଣିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମୋ ଚ୍ୟାନେଲରେ ଯୋଡ଼ି ହୋଇ ରୁହନ୍ତୁ।